ଜୀବନ ଯେପର୍ଯ୍ୟନ୍ତ ଥାଏ ଆମକୁ କିଛି ନା କିଛି ଶିଖିବାକୁ ପଡ଼ିଥାଏ। କିଛି ନିଜ ଅନୁଭୂତିରୁ, କିଛି ପାଠ୍ୟପୁସ୍ତକରୁ, ଆଉ କିଛି ଆମ ଧର୍ମଶାସ୍ତ୍ର ବା ପୁରାଣ ଶାସ୍ତ୍ରରୁ। ଯେମିତି ଗୋଟିଏ ହେଉଛି ରାମାୟଣ। ରାମାୟଣରେ ରାମଚନ୍ଦ୍ରଙ୍କ ଠାରୁ ଆମେ ବହୁତ କିଛି ଶିକ୍ଷା ହାସଲ କରିଥାଉ। ଯେମିତି ସତ୍ୟ ଧର୍ମ ନ୍ୟାୟର ପ୍ରତିଷ୍ଠା ସେ କରିଥିଲେ, ତାଙ୍କୁ ସତ୍ୟ ଧର୍ମ ନ୍ୟାୟର ଦେବତା ବୋଲି କୁହାଯାଏ। ସେହିପରି ମାତା ସୀତାଙ୍କ ଠାରୁ ମଧ୍ୟ ଆତ୍ମସମ୍ମାନ ଓ ସ୍ୱାଭିମାନକୁ ବଞ୍ଚାଇ ରଖିବାର ଗୁଣାବଳୀ ରାମାୟଣରେ ପ୍ରକାଶ ପାଇଥାଏ। ରାବଣ ଯେତେବେଳେ ସୀତାଙ୍କୁ ହରଣ କରି ନିଜ ମହଲରେ ରଖିଥିଲା, ସେତେବେଳେ ବହୁତ ଗୁଡ଼ିଏ ଧମକପୂର୍ଣ୍ଣ ବାର୍ତ୍ତା ମାତା ସୀତାଙ୍କୁ ସେ ଦେଇଥିଲା। କିନ୍ତୁ ମାତା ସୀତା ସେଥିରେ ବିଚଳିତ ନ ହୋଇ ରାମଚନ୍ଦ୍ରଙ୍କ ପ୍ରତି ସମର୍ପଣ ଭାବ ରଖିଥିଲେ ଏବଂ ନିଜର ଆତ୍ମରକ୍ଷା, ଆତ୍ମସମ୍ମାନ ଓ ସ୍ୱାଭିମାନକୁ ବଞ୍ଚାଇ ରଖିଥିଲେ। ଏଥିରୁ ତାଙ୍କର ଆତ୍ମସମ୍ମାନ ଓ ଆତ୍ମସ୍ୱାଭିମାନକୁ ବଞ୍ଚାଇ ରଖିବାର ଗୁଣାବଳୀ ପ୍ରକାଶ ପାଇଥାଏ।